ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା। ତ ଆର୍ଟ୍ସ ପିଲା ଯୋଉମାନଙ୍କର ହିଷ୍ଟ୍ରି ଅଛି ତ ପିଲାମାନେ ତ ହିଷ୍ଟ୍ରି ପିଲାମାନଙ୍କ ପାଇଁ ନେଇ ଆସିଛି କଣ ନା ତମର MCQ କ୍ୱେଶ୍ଚିନ୍ ଆନ୍ସର। ତ 20ଟି MCQ ଟପ୍ MCQ କ୍ୱେଶ୍ଚିନ୍ ଆଲୋଚନା କରିବା ଯୋଉଟା ତମର 100% ଏକ୍ଜାମ ରେ ଆସିବ। ତ ଚାଲ ଆମେ ଆଲୋଚନା କରିବା। ଭିଡିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦବ, ବେଲ ଆଇକନକୁ ଦବେଇ ଦବ, ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦବ। ତ ପିଲାମାନେ ଦେଖିବା 20ଟି ଟପ୍ MCQ କଣ ଦେଇଛି, ତ ଯୋଉଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର ଦେଖିବ। ତ ପ୍ରଥମ କ୍ୱେଶ୍ଚିନ୍ ଦେଖିବା ପିଲାମାନେ କଣ ଦେଇଛି, ମୌର୍ଯ୍ୟ ଶାସନ ସମୟରେ ସେତୁ କହିଲେ କଣ ବୁଝାଯାଏ? ସରକାରୀ ଜମିରୁ ଆଦାୟ ରାଜସ୍ୱ, ଘରୋଇ ଜମିରୁ ଆଦାୟ ରାଜସ୍ୱ, ଫଳ ପନିପରିବାରୁ ଆଦାୟ ରାଜସ୍ୱ, ଜଙ୍ଗଲ ଜମିରୁ ଆଦାୟ ରାଜସ୍ୱ। କଣ ହବ ନା ଫଳ ଓ ପନିପରିବାରୁ ଆଦାୟ ରାଜସ୍ୱ। ନେକ୍ସଟ, କେଉଁ ଧର୍ମରେ ପ୍ରଥମେ ମଠ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରାଯାଇଥିଲା? ହିନ୍ଦୁ ଧର୍ମ, ଜୈନ ଧର୍ମ, ଶିଖ ଧର୍ମ, ବୌଦ୍ଧ ଧର୍ମ। କେଉଁ ଧର୍ମ ପିଲାମାନେ ନା ବୌଦ୍ଧ ଧର୍ମ। କେଉଁ ଧର୍ମରେ ପ୍ରଥମେ ମଠ ବ୍ୟବସ୍ଥା ନା ବୌଦ୍ଧ ଧର୍ମରେ ମଠ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରାଯାଇଥିଲା। ନେକ୍ସଟ, ସାଂଖ୍ୟ କାରିକା ନାମକ ହିନ୍ଦୁ ଦର୍ଶନ ଶାସ୍ତ୍ରର ରଚୟିତା କିଏ ଥିଲେ? ଜୈମିନି, ପତଞ୍ଜଳି, ଈଶ୍ୱର କୃଷ୍ଣ, ବ୍ୟାସଦେବ। କିଏ ଥିଲେ ପିଲାମାନେ ନା ଈଶ୍ୱର କୃଷ୍ଣ। କିଏ ନା ଈଶ୍ୱର କୃଷ୍ଣ ଥିଲେ। ନେକ୍ସଟ, କିଏ ଜୈନ ଧର୍ମରେ ଆଦି ପ୍ରଚାରକ ଥିଲେ? କିଏ ଜୈନ ଧର୍ମର ଆଦି ପ୍ରଚାରକ ଥିଲେ? କିଏ ପିଲାମାନେ ମହାବୀର ନା ପାର୍ଶ୍ୱନାଥ ନା ଋଷଭନାଥ ନା ନେମିନାଥ? କିଏ ପିଲାମାନେ ନା ଋଷଭ। କିଏ ନା ଋଷଭନାଥ। ନେକ୍ସଟ, ସମ୍ରାଟ ଅଶୋକଙ୍କ ସମୟରେ କଳିଙ୍ଗର ମୁଖ୍ୟ ଶାସନ କେନ୍ଦ୍ର କେଉଁଠାରେ ଥିଲା? କଳିଙ୍ଗନଗର, ତୋଷାଳୀ, ସମପା, ଜଉଗଡ। କଣ ପିଲାମାନେ ହବ ନା ହବ ତୋଷାଳୀ। କଣ ନା ତୋଷାଳୀ। ନେକ୍ସଟ, ଗୁପ୍ତ ଯୁଗରେ କେଉଁ ଭାଷାର ପୁନରୁତ୍ଥାନ ହୋଇଥିଲା? ଗୁପ୍ତ ଯୁଗରେ ପାଲି, ସଂସ୍କୃତ, ହିନ୍ଦୀ, ପ୍ରାକୃତ। କଣ ହବ ପିଲାମାନେ ନା ହେଇଯିବ ସଂସ୍କୃତ। କଣ ନା ଗୁପ୍ତ ଯୁଗରେ କେଉଁ ଭାଷା ନା ସଂସ୍କୃତ ଭାଷାର ପୁନରୁତ୍ଥାନ ହୋଇଥିଲା। ନେକ୍ସଟ, କେଉଁମାନେ ଭାରତବର୍ଷକୁ ହିନ୍ଦୁସ୍ତାନ ବୋଲି କହୁଥିଲେ? ପାର୍ସିକ, ଆରବୀୟ, ତୁର୍କ, ଇଂରେଜ। କିଏ ପିଲାମାନେ ନା ହେଇଯିବ ତୁର୍କ। କଣ ନା ତୁର୍କ। ନେକ୍ସଟ, ଅରିଜ ଇ ମମଲିକ ସୁଲତାନ ରାଜତ୍ୱର କେଉଁ ବିଭାଗର ମନ୍ତ୍ରୀ ଥିଲେ? ଅର୍ଥ ବିଭାଗ, ପୋଲିସ ବିଭାଗ, ସାମରିକ ବିଭାଗ, କୃଷି ବିଭାଗ। କେଉଁ ବିଭାଗ ନା ସାମରିକ। କେଉଁ ବିଭାଗ ପିଲାମାନେ ନା ସାମରିକ ବିଭାଗର। ନେକ୍ସଟ, ସମ୍ରାଟ ଆକବର କେଉଁ ଚିସ୍ତି ସନ୍ଥଙ୍କୁ ବାରମ୍ବାର କଣ ନା ସାକ୍ଷାତ କରୁଥିଲେ ଓ ତାଙ୍କର କବର ଉପରେ ମାର୍ବଲର ଏକ ସ୍ମୃତି ମସଜିଦ ନିର୍ମାଣ କରିଥିଲେ? ସଲିମ ଚିସ୍ତି, ମୁହିଉଦ୍ଦିନ ଚିସ୍ତି, ଖାଜା ଅବଦୁଲ ଚିସ୍ତି, ଶେଖ ନିଜାମୁଦ୍ଦିନ ଆଉଲିଆ। କଣ ହବ ନା ସଲିମ ଚିସ୍ତି। ନେକ୍ସଟ, ଇବନ ବତୁତା କେଉଁ ସୁଲତାନଙ୍କ ରାଜତ୍ୱ ସମୟରେ ଭାରତ ଆସିଥିଲେ? ଇଲତୁତମିଶ, ବଲବନ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ ତୁଗଲକ। କିଏ ପିଲାମାନେ ନା ହବ ତମର କଣ ନା ମହମ୍ମଦ ବିନ ତୁଗଲକ। ନେକ୍ସଟ, ସୁଫି ଧର୍ମ କେଉଁ ଧର୍ମର ଅଂଶବିଶେଷ? ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଇସଲାମ ଧର୍ମ। ସୁଫି ଧର୍ମ କେଉଁ ନା ଇସଲାମ ଧର୍ମ। ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ବକ୍ସି ଜଗବନ୍ଧୁ ଆତ୍ମସମର୍ପଣ କରିଥିଲେ? 1820 ନା 1825 ନା 1832 1840। କେଉଁ ଖ୍ରୀଷ୍ଟାବ୍ଦରେ ପିଲାମାନେ ନା 1825। ନେକ୍ସଟ, ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆଗତ ଭାରତ ଛାଡ ପ୍ରସ୍ତାବ କେଉଁ ଅଧିବେଶନରେ ଅନୁମୋଦନ ଲାଭ କରିଥିଲା? ଲାହୋର 1929, କଲିକତା 1920, ବମ୍ବେ 1942, ନାଗପୁର 1920। କଣ ହବ ନା ବମ୍ବେ 1942। କଣ ନା ବମ୍ବେ 1942। ନେକ୍ସଟ, ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା? 1600 ଖ୍ରୀଷ୍ଟାବ୍ଦ, 1606 ଖ୍ରୀଷ୍ଟାବ୍ଦ, 1608 ଖ୍ରୀଷ୍ଟାବ୍ଦ, 1610 ଖ୍ରୀଷ୍ଟାବ୍ଦ। କଣ ହବ
ନା 1600 କେତେ ନା 1600 ଖ୍ରୀଷ୍ଟାବ୍ଦ। ନେକ୍ସଟ ସିନ୍ଧୁଙ୍କୁ କେଉଁ ବିଦ୍ରୋହର ମହାନାୟକ କୁହାଯାଏ? ଖୋର୍ଦ୍ଧା ବିଦ୍ରୋହ, ସନ୍ନ୍ୟାସୀ ବିଦ୍ରୋହ, ସାନ୍ତାଳ ବିଦ୍ରୋହ, 1857 ମହାସଂଗ୍ରାମ। କଣ ହବ ନା ସାନ୍ତାଳ ବିଦ୍ରୋହ। ନେକ୍ସଟ ସତ୍ୟାଗ୍ରହର ପ୍ରଥମ ପ୍ରୟୋଗ କେଉଁ ସ୍ଥାନରେ ହୋଇଥିଲା? ଅହମଦାବାଦ, ପୁନେ, ଚମ୍ପାରନ, ବମ୍ବେ। କଣ ହବ ନା ଚମ୍ପାରନ। ନେକ୍ସଟ କିଏ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ? ହରେକୃଷ୍ଣ ମହାତାବ, ନବୀନ ପଟ୍ଟନାୟକ, ବିଶ୍ୱନାଥ ପଣ୍ଡିତ, ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ। କିଏ ନା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ। ଗଞ୍ଜ କହିଲେ କଣ ବୁଝ? ଏକ ସୀମିତ ବଜାର, ନଦୀକୂଳସ୍ଥିତ ବଡ଼ ସହର, ଏକ ସାପ୍ତାହିକ ହାଟ, ସମ୍ରାଟମାନେ ବାସ କରୁଥିବା କ୍ଷୁଦ୍ର ସହର। କଣ ହବ ନା ଏକ ସୀମିତ ବଜାର। ନେକ୍ସଟ ନିମ୍ନୋକ୍ତ କେଉଁଠି ଥିଲା ଉତ୍କଳ ଟ୍ୟାନେରୀର କଞ୍ଚା ମାଲ? ଚମଡ଼ା, ତୁଳା, ଧାନ, ଆଖୁ। କେଉଁଠି ଥିଲା ନା ଥିଲା ଚମଡ଼ା। କେଉଁଠି ନା ଚମଡ଼ା। ତ 20ଟି ଶେଷ କ୍ୱେଶ୍ଚିନ୍। ନିମ୍ନୋକ୍ତ କେଉଁ ନେତା ସମ୍ବିଧାନ ସଭାରେ ଆଦିବାସୀ ସମାଜର ଜଣେ ପ୍ରମୁଖ ପ୍ରତିନିଧି ଥିଲେ? ଏନ୍.ଜି. ରଙ୍ଗା, ଜୟପାଲ ସିଂ, ଆର୍.ଭି. ଧୁଲେକର, ବି. ପୋକର। କଣ ହବ ନା ହେଇଯିବ ତମର ଜୟପାଲ ସିଂ। ପିଲାମାନେ ତମର 20ଟି MCQ ବହୁତ ଗୁରୁତ୍ୱପୂର୍ଣ୍ଣ କଣ ନା ହିଷ୍ଟ୍ରିର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।